ଶିଶୁ ହେଉଛନ୍ତି ଗୋଟିଏ ସୁନ୍ଦର ଅବତାର। ଆପଣ ଦେଖନ୍ତୁ ଆମ ଜୀବନ ଭିତରେ ଗୋଟେ ଚକ୍ର ରହିଛି। ଏଇ ଯେଉଁ ଚକ୍ର ଲଲାଟ ଚକ୍ର ପାଖରେ ଗୋଟେ ଶିର ରହିଛି, ଯାହାକୁ କୁହାଯାଉଛି ଶିଶୁମୁନା ଦ୍ୱାର। ଶିଶୁମୁନା ତାମାନେ ସୂକ୍ଷ୍ମଟି ସୂକ୍ଷ୍ମ ଦ୍ୱାରକୁ କୁହାଯାଏ। ଯୋଗୀମାନେ ପଦ୍ମାସନ ବା ଆସନରେ ବସି ଏଇ ବାଟ ଦେଇ ଶିଶୁମୁନା ଦ୍ୱାର ଦେଇ ଦେହତ୍ୟାଗ କରନ୍ତି। ଆମର ବହୁତ ଲେଖା ମଧ୍ୟ ଅଛି। ଗୋଟେ ବେଦର ଏକ ଆଧ୍ୟାତ୍ମିକ ଶ୍ଳୋକକୁ ନେଇ ଶିଶୁ ବେଦ ମଧ୍ୟ ରହିଛି। ଶିବଙ୍କର ଯେଉଁ 5ଟି ମୁଖ, ତା ଭିତରେ ଗୋଟିଏ ମୁଖକୁ ଶିଶୁ ବେଦଙ୍କର ମୁଖ ବୋଲି କୁହାଯାଉଛି। ସେଥିପାଇଁ ଏ ନାମଟି ଆମେ ଯେଉଁ ପଢ଼ୁଛୁ, ଆମେ ଆକୁ ଲେଖିନୁ, ଆମେ କବି ହେଇକି ତାକୁ ଲେଖିବୁ। ସି ଲେଖିବୁ, ତାପରେ ଆଉ କ'ଣ ଲେଖିବୁ, ସୁ ତାପରେ ଅ, ନା ସେମିତି ସ୍ୱତଃସ୍ଫୂର୍ତ୍ତ ଭାବରେ ନାମଟା ଜୟ ଶିଶୁ ସତ୍ୟ ଯୁଗର ଶିଶୁ ହେଉଛନ୍ତି ନୃସିଂହ। ତ୍ରେତୟା ଯୁଗର ଶିଶୁ ହେଉଛନ୍ତି ରାମ। ଦ୍ୱାପର ଯୁଗର ଶିଶୁ ହେଉଛନ୍ତି କୃଷ୍ଣ। କଳି ଯୁଗର ଶିଶୁ ହେଉଛନ୍ତି ଗୌରାଙ୍ଗ। ଏବଂ ଶିଶୁ ରୂପରେ ମାତୃଗର୍ଭରେ ଅସମ୍ପୂର୍ଣ୍ଣ ଭାବରେ ଯେଉଁ ରୂପଟି ଥାଏ, ସେଟା ହେଉଛି ଶିଶୁ ରୂପ। ଜଗନ୍ନାଥଙ୍କର କଳେବର ଶିଶୁଙ୍କର ସ୍ୱରୂପ। ଶିଶୁ ଶିଶୁ ଏ ଭାବନାଟା ମନ ଭିତରେ ରହିଲେ ତୁମେ ବ୍ରହ୍ମଙ୍କର ଚିନ୍ତା କରୁଛ ବୋଲି ବୁଝିବାକୁ ପଡ଼ିବ। ଶିଶୁ ତାପରେ ଆସିଲେ ଅନନ୍ତ। ମାନେ ଖାଲି ଅନନ୍ତକୁ ବର୍ତ୍ତମାନ ଆମେ କହିବା, କିନ୍ତୁ ଶିଶୁ ଖାଲି ଅବତାରବାଦ ଭିତରେ ଶିଶୁଙ୍କୁ ବ୍ୟାଖ୍ୟା କଲେ ହେବନି। ଆମ ଘରେ ଜନ୍ମ ନେଇଥିବା ଶିଶୁ, ଏଭଳି କି କିଛି ଶିଶୁ ଅଛନ୍ତି ଯାହାଙ୍କର ବାପା ମାଙ୍କର ପରିଚୟ ନାହିଁ, କିନ୍ତୁ ସେ ସୃଷ୍ଟିର ଶକ୍ତିବାନ ଶିଶୁ, ସନ୍ଥ କବି। ତାଙ୍କ ବାପା ମାଙ୍କ ପରିଚୟ ନାହିଁ, କିନ୍ତୁ ତାଙ୍କ ବାପା ମା ଯିଏ ଯାହାଙ୍କ ପାଖରେ ପାଳିତ ହେଇଛନ୍ତି ସିଏ ବାପା ମା। କିନ୍ତୁ ଶିଶୁ ଅବତାର ଗୁଡ଼ାକ ସବୁ ହେଉଛନ୍ତି ପାୱାରଫୁଲ। ଆମ ଭାଗବତ ମଧ୍ୟ କୁହାଯାଇଛି ସବୁ ହତ୍ୟା କରିପାର। ସେ କହିଛନ୍ତି ଗୋ ବ୍ରାହ୍ମଣ ଶିଶୁ ବଧ। ଆଉ ଥରେ ଶିଶୁ ବଧ। ଆଜି କ'ଣ ହଉଛି? କନ୍ୟା ଭ୍ରୂଣମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଉଛି। ସେ ପାପକୁ କିଏ ଭୋଗିବ? ଏହି ସମାଜ ଭୋଗିବ, ଆମେ ଭୋଗିବୁ।
ଶିଶୁବଦ୍ଧ କରଣା। କିଛି ତାନ୍ତ୍ରିକ ମାନେ ଶୁଦ୍ଧ ଭଣ୍ଡ ତାନ୍ତ୍ରିକ, ଯେଉଁମାନେ ତନ୍ତ୍ର ବିଷୟରେ ଯେଉଁମାନଙ୍କର ସାମାନ୍ୟତମ ବି ଧାରଣା ନାହିଁ, ଅମାନୁଷିକ ତାନ୍ତ୍ରିକ ମଣିଷମାନେ ପିଲାମାନଙ୍କୁ ନେଇ ବଳି ପକାଉଛନ୍ତି। ସେମାନେ ବଳି ଶବ୍ଦର ଅର୍ଥ ବି ବୁଝନ୍ତି। ଗୋଟିଏ ଫଳକୁ ଯଦି ଆମେ ସୁନ୍ଦର ଭାବରେ ତୋଳିକିରି ଗଛରୁ ଆଣି ତାକୁ ଯଦି ସମର୍ପଣ କରି କାଟିଦେଲୁ, ସେ କଟା ଫଳକୁ ବାଣ୍ଟିକିରି ଖାଇଲୁ, ସେ ବା ହେଲା ବଳି। ଗୋଟେ ଜୀବନ୍ତ ଶିଶୁକୁ ମାରୁଛ କେମିତି? ଆଜି ଦେଖନ୍ତୁ ଆମ ସମାଜରେ ଆପଣମାନେ ବିଚାର କରିବେ, ଅନେକ ପୁରୁଷଙ୍କୁ ବିବାହ ହେବା ପାଇଁ ନାରୀ ମିଳୁନାହାନ୍ତି, ଅନେକ ନାରୀମାନଙ୍କୁ ପୁରୁଷ ବି ମିଳୁନାହାନ୍ତି। ଅନେକ ଦିବ୍ୟ ସୁନ୍ଦର ପୁରୁଷମାନେ ବ୍ୟାକୁଳ ହୋଇ କହୁଛନ୍ତି ଯେ ମୁଁ ବିବାହର ହେଇପାରୁ। ତେଣୁ ଶିଶୁ ରକ୍ଷା କର, ସେଟା ହେଉଛି ସବୁଠୁ ବଡ଼ କଥା। ଶିଶୁ ଚିକିତ୍ସାଳୟମାନଙ୍କୁ ସମ୍ମାନ ପ୍ରଦର୍ଶନ କର। ଆଉ କ'ଣ ମନେ ପଡ଼ିବ ମୁଁ ପରେ କହିବି। ଏ ବର୍ତ୍ତମାନ ଅନନ୍ତ ଆସିଲେ, ଶିଶୁଙ୍କ ପରେ ଅନନ୍ତ। ଇଏ ଜଗତ ଅନନ୍ତ, ଅନଲିମିଟେଡ ଚାଇଲ୍ଡ। ଇଏ ଜଗତଟା ହେଉଛି ଅସଂଖ୍ୟ ଶିଶୁମାନଙ୍କର କେନ୍ଦ୍ର। ଇଏ ସ୍ୱର୍ଗ ନୁହେଁ। ଆକାଶରେ ଯେତେ ନକ୍ଷତ୍ର ଦେଖୁଛନ୍ତି, ଆନୁମାନିକ ଭାବରେ କିଏ କହୁଛନ୍ତି ଗୋଟେ ପୃଥିବୀ ଭଳିଆ ଗ୍ରହ ଥିବ, ସେ ଥିବ, ଏପର୍ଯ୍ୟନ୍ତ ଆମେ ଦେଖିନୁ। କିନ୍ତୁ ଏ ସମଗ୍ର ପୃଥିବୀ ହେଉଛି ଫିଲ୍ ଅଫ୍ ଅନଲିମିଟେଡ ଚାଇଲ୍ଡ। ତେଣୁ ଇଏ ଶିଶୁମାନଙ୍କର ମର୍ତ୍ତ୍ୟ ହେଉଛି ଶିଶୁମାନଙ୍କର ଗୋଟିଏ ସୁନ୍ଦର କ୍ଷେତ୍ର। ଇଏ ହେଲା ପ୍ରଥମ। ବୃକ୍ଷ ତରୁ ତୃଣ ଲତା ପାହାଡ଼ ପର୍ବତ ଯାହା ଭାବୁଛ, ଉଇ ଉଙ୍କୁଣି ପର୍ଯ୍ୟନ୍ତ। ତାରି ଭିତରେ ପୁଣି ଆମକୁ ସିଦ୍ଧାନ୍ତ କରିବାକୁ ହେଇଛି, ସତ୍ୟରେ ଶେଷ ଦେବ ସେ ହେଉଛନ୍ତି ପ୍ରଭୁ ଅନନ୍ତ। ତ୍ରେତୟାରେ ପ୍ରଭୁ ଲକ୍ଷ୍ମଣ ଅନନ୍ତଙ୍କର ଅବତାର, ଦ୍ୱାପରରେ ପ୍ରଭୁ ବଳରାମ ଅନନ୍ତଙ୍କର ଅବତାର, କଳିଯୁଗରେ ମହାପ୍ରଭୁ ଗୌରାଙ୍ଗ ଅନନ୍ତଙ୍କ ଅବତାର। ଆମ ଜଗନ୍ନାଥ ବଳଦେବଙ୍କ ଦର୍ଶନରେ ଜଗନ୍ନାଥ ଶିଶୁ, ବଳଦେବ ଅନନ୍ତଙ୍କ ଅବତାର। ଅନନ୍ତ ଶାସ୍ତ୍ର, ଅନନ୍ତ ପ୍ରକାରର ଲେଖା, ଅନନ୍ତ ପ୍ରକାରର ଶ୍ଲୋକ, ଅନନ୍ତ ପ୍ରକାରର ଖାଦ୍ୟ। କିଏ କେଉଁ ଖାଦ୍ୟ ଖାଉଛି ତା ହିସାବ ଆମେ କରିପାରିବା? ଆମେ କହୁଛେ ସେ କୁକୁଡ଼ାଟା କ'ଣ ଖାଉଛି? ଆଉ ପୋକ ଜୋକ ଖାଉଛି। ଆଉ ସେ କି ପୋକ କି ଜୋକ ଖାଉଛି ତା ଆମେ କହିପାରିବୁ। ଏ ସୃଷ୍ଟି ହେଉଛି ଶିଶୁ ଅନନ୍ତଙ୍କର ସୃଷ୍ଟି। ଏଇ ସୃଷ୍ଟିକୁ ଆମେ କହୁଛୁ ବ୍ରହ୍ମ ଅନନ୍ତଙ୍କ ସୃଷ୍ଟି। ଏଇ ସୃଷ୍ଟି ହେଉଛି ପରଂ ବ୍ରହ୍ମଙ୍କ ସୃଷ୍ଟି। ଏଇ ସୃଷ୍ଟିକୁ ଆମେ କହୁଛୁ ଲକ୍ଷ୍ମୀ ନାରାୟଣଙ୍କ, ଶିବ ପାର୍ବତୀଙ୍କର, ବ୍ରହ୍ମା ସାବିତ୍ରୀଙ୍କ, ଶେଷକୁ ପ୍ରକୃତି ପୁରୁଷ ଜ୍ଞାନ ବିଜ୍ଞାନର ସୃଷ୍ଟି। ଇଏ ସୃଷ୍ଟି ପାଇଁ
ସୃଷ୍ଟିକୁ ଆମେ ଜାଣିପାରୁଛୁ। ଏଇ ଯେଉଁ ସୃଷ୍ଟିରେ ଆମେ ଅଛୁ, ଏଇ ସୃଷ୍ଟିରେ ରହି ଜନ୍ମ ହେଇଥିବାରୁ ଆମେ ଇଏ ଜଗତରେ ଯେତେ ସୃଷ୍ଟି ଅଛି ସବୁ ସୃଷ୍ଟି ବିଷୟରେ ଆମେ ଜାଣିପାରୁଛୁ ବା କହିପାରୁଛୁ। ଆମେ ଯଦି ଜନ୍ମ ନ ହେବୁ ଜମା କହିପାରିବୁ। ଚନ୍ଦ୍ର କେବେ ଚନ୍ଦ୍ର ବିଷୟରେ କହୁନାହାନ୍ତି, ମଙ୍ଗଳ ଗ୍ରହ ମଙ୍ଗଳ ବିଷୟରେ କହୁନାହାନ୍ତି। କହୁଛି କିଏ? ଏଇ ପୃଥିବୀ ରୂପକ ଗ୍ରହ। ସବୁ ଗ୍ରହର ନକ୍ଷତ୍ରଙ୍କ ସମ୍ବନ୍ଧରେ କହୁଛି। ପୃଥିବୀ କେତେ ସୁନ୍ଦର। ଆମେ ଏ ପୃଥିବୀ ଭିତରେ ରହି ଆମେ ପଞ୍ଝାଏ ମଦ ଖାଇବୁ, ହତ୍ୟା କରିବୁ, ଧର୍ଷଣ କରିବୁ, ଲୁଣ୍ଠନ କରିବୁ, ଚୋରି କରିବୁ, ଡକାୟତ କରିବୁ। ତେଣୁ ଆମେ ମର୍ତ୍ତ୍ୟର ମହିମା କେମିତି କ'ଣ ଜାଣିବୁ? ତେଣୁ ଏ ହେଉଛି କଥା।